ମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏ ପ୍ରକାର ଅଟେ, ଭୂତମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କାହିଁକି ଭୟ କରୁଥିଲେ ବା ଡରୁଥିଲେ। ଭୂତମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କାହିଁକି ଭୟ କରୁଥିଲେ ଓ ଡରୁଥିଲେ, ସେହି ବିଷୟରେ ଆମେ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ଅନେକ ଜଣ କହନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ ପରମେଶ୍ୱର ଥିଲେ, ସେଥି ନିମନ୍ତେ ଭୂତମାନେ ତାହାଙ୍କୁ ଡରୁଥିଲେ। ଏହା ସତ କଥା। ପ୍ରଭୁ ଯୀଶୁଖ୍ରୀଷ୍ଟ ପରମେଶ୍ୱର, ଆଉ ଭୂତମାନେ ନିହାତି ତାହାଙ୍କୁ ଡରିବେ। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଏହି ଜଗତକୁ ଆସିଲେ, ସେହି ସମୟରେ ସେ ମନୁଷ୍ୟ ଦେହ ଧାରଣ କରି ଆସିଲେ, ମନୁଷ୍ୟ ଭାବରେ ସେ ଆସିଲେ। ଆଉ ସେ ମନୁଷ୍ୟ ଭାବରେ ଏହି ପୃଥିବୀ ପୃଷ୍ଠରେ ସେ 33 ବର୍ଷ 6 ମାସ ରହିଲେ, ସେବା କାର୍ଯ୍ୟ କଲେ। ଆଉ ଯେଉଁ ସ୍ଥାନକୁ ଗଲେ ମଧ୍ୟ ଭୂତମାନେ ତାହାଙ୍କୁ ଦେଖି ଥରଥର ହେଉଥିଲେ, ଡରୁଥିଲେ। ଯାକୁବ ମଧ୍ୟ ଲେଖନ୍ତି ଯେ ଈଶ୍ୱର ଯେ ଏକମାତ୍ର, ଏହା ଭୂତମାନେ ମଧ୍ୟ ବିଶ୍ୱାସ କରନ୍ତି ଆଉ ଥରଥର ହୁଅନ୍ତି। ପ୍ରିୟମାନେ, ଗୋଟେ ପଦ ଆମେ ପଢ଼ିବା ଯେ ଯୀଶୁଖ୍ରୀଷ୍ଟଙ୍କୁ ଭୂତମାନେ କାହିଁକି ଭୟ କରୁଥିଲେ। ଯାକୁବ ଏହାର 4 ଅଧ୍ୟାୟ ସେ 7 ପଦ, ଯାକୁବ 4 ଅଧ୍ୟାୟରେ 7 ପଦରେ ଅତଏବ ତୁମ୍ଭେମାନେ ଈଶ୍ୱରଙ୍କ ବଶୀଭୂତ ହୁଅ, ଶୟତାନକୁ ପ୍ରତିବାଧା କର, ତାହାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାୟନ କରିବ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତିକି ବର୍ଷ ଧରି ଏହି ଧରାପୃଷ୍ଠରେ ସେ ରହିଲେ, ଆଉ ସବୁ ସମୟରେ ସେ ବଶୀଭୂତର ଜୀବନଯାପନ କଲେ। ସେ ଏହି ଧରାପୃଷ୍ଠରେ ଆସିଲା ପରେ ଶିଶୁ ଭାବରେ ବାଇବଲ କହେ ସେ ମରିୟମ ଆଉ ଯୋସେଫଙ୍କର ବଶୀଭୂତ ରହିଲେ, ଆଉ ସେ ପିତାଙ୍କର ବଶୀଭୂତ ରହିଲେ। ଯେଉଁମାନେ ପରମେଶ୍ୱରଙ୍କର ବଶୀଭୂତରେ ଜୀବନଯାପନ କରନ୍ତି, ସବୁ ବିଷୟରେ ସେମାନେ ବଶୀଭୂତ ଜୀବନଯାପନ କରନ୍ତି, ଭୂତମାନେ ସେମାନଙ୍କୁ ଦେଖି ଥରଥର ହୁଅନ୍ତି, ଡରନ୍ତି। ପ୍ରିୟମାନେ, ଯେଉଁ ସମୟରେ ଯେକୌଣସି ଖ୍ରୀଷ୍ଟିଆନ ସେ ଆପଣା ଅଧିକାର ପ୍ରାପ୍ତ ବ୍ୟକ୍ତିମାନଙ୍କର, ତାଙ୍କର ଉପରେ ଯେଉଁ ଅଧିକାର ପ୍ରାପ୍ତ ବ୍ୟକ୍ତିମାନେ ଅଛନ୍ତି, ଯଦି ସେମାନଙ୍କର ବଶୀଭୂତ ହୋଇ ରହେ, ତାହେଲେ ଶୟତାନ, ଦୁଷ୍ଟ ଆତ୍ମା, ଭୂତମାନେ ଥରଥର ହୁଅନ୍ତି। କାରଣ ଶୟତାନ ସେ ପରମେଶ୍ୱରଙ୍କର ବଶୀଭୂତ ହେଲା ନାହିଁ, ପରମେଶ୍ୱରଙ୍କ ବିଦ୍ରୋହୀ ହେଲା। ତାକୁ ଯେଉଁ ପଦପଦବୀ ପରମେଶ୍ୱର ଦେଇଥିଲେ ସେଥିରେ ସେ ସନ୍ତୁଷ୍ଟ ହେଲା ନାହିଁ। ସେ କହିଲା ମୁଁ ପରମେଶ୍ୱରଙ୍କର ସିଂହାସନ ଠାରୁ ଉଚ୍ଚରେ ଆପଣା ସିଂହାସନ ସ୍ଥାପନ କରି ପରମେଶ୍ୱରଙ୍କ ବିଦ୍ରୋହୀ ହେଲା। ଆଉ ସେ ତଳକୁ ଖସିଗଲା, ତଳକୁ ପଡ଼ିଗଲା। ଯେଉଁ ସମୟରେ ଆମେ ଈଶ୍ୱରଙ୍କର ବଶୀଭୂତ ହେବା, ମାତା ପିତାଙ୍କର ବଶୀଭୂତ ହେବା, ବାଳକ ପ୍ରଚାରକଙ୍କ ବଶୀଭୂତ ହେବା, ବଶୀଭୂତ ଜୀବନର ଯେଉଁ ଶକ୍ତି ଆମମାନଙ୍କର ଖ୍ରୀଷ୍ଟିଆନ ଲୋକମାନେ ଏତେ ଜାଣନ୍ତି ନାହିଁ। ଯେଉଁମାନେ ବଶୀଭୂତ ଜୀବନଯାପନ କରନ୍ତି, ସେହି ସମୟରେ ତାଙ୍କ ପାଖରେ ସ୍ୱର୍ଗର ଶକ୍ତି, ପରମେଶ୍ୱରଙ୍କର ଶକ୍ତି ଆସେ। ଆଉ ସେମାନେ ଯେଉଁ ସମୟରେ ଭୂତମାନଙ୍କ ପାଖକୁ ଯାଆନ୍ତି, ଭୂତମାନଙ୍କ ନିମନ୍ତେ ସେ ଅଧିକାର ସହିତ ପ୍ରାର୍ଥନା କରନ୍ତି, ସେମାନେ ଛାଡ଼ି ଚାଲିଯାଆନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ସେଇ ପ୍ରକାର, ସେ ତ ପରମେଶ୍ୱର ଥିଲେ, ମାତ୍ର ମନୁଷ୍ୟ ଭାବରେ ଏ ଧରାପୃଷ୍ଠରେ ଥିଲେ। ଆଉ ଯେଉଁ ସମୟରେ ସେ ଭୂତ ଦୁଷ୍ଟ ଆତ୍ମାମାନଙ୍କୁ ସେ ଘଉଡ଼ୁଥିଲେ, ସେହି ସମୟରେ କେହି ଜଣେ ମଧ୍ୟ ମୁଁ ଯିବି ନାହିଁ ବୋଲି କହିନାହିଁ। ପ୍ରତ୍ୟେକ ଜଣ ବାହାରି ଚିତ୍କାର କରି ଯେକୌଣସି ପ୍ରକାର ବ୍ୟକ୍ତିଙ୍କ ଠାରୁ ମଧ୍ୟ ପଳାଇ ଯାଇଛନ୍ତି। ସମାଧି ସ୍ଥାନରେ ରହୁଥିବା ଜଣେ ବ୍ୟକ୍ତି, ସେ ବ୍ୟକ୍ତିଙ୍କୁ ବାହିନୀ ଭୂତ, ଏକାଥରେ 2000ରୁ ଉର୍ଦ୍ଧ୍ୱ ଭୂତ ସେହି ପ୍ରକାର ବ୍ୟକ୍ତିଙ୍କୁ ଲାଗିଛି। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପଦେ କଥାରେ ସେ ବାହିନୀ ଭୂତ ମଧ୍ୟ ପରମେଶ୍ୱରଙ୍କର ଉପସ୍ଥିତି ମଧ୍ୟ ରହିପାରିଲା ନାହିଁ। ପ୍ରିୟମାନେ, ବଶୀଭୂତ ଆଜି ହେବା ପାଇଁ କାହାକୁ ଇଚ୍ଛା ନାହିଁ। ସମସ୍ତଙ୍କୁ ଇଚ୍ଛା ଅନ୍ୟମାନଙ୍କୁ କି ପ୍ରକାର ବଶୀଭୂତ କରିବି, ଅନ୍ୟମାନଙ୍କ ଉପରେ କି ପ୍ରକାର କର୍ତ୍ତୃତ୍ୱ କରିବି, ମୁଁ କି ପ୍ରକାର ବଡ଼ ହେବି, ରାଜା ହେବି, ସମସ୍ତେ ମୋର ଅଧୀନରେ ରହିବେ, ତଳେ ରହିବେ। ଆଜି ଏହି ପ୍ରକାର ମନୋଭାବ ଅନେକ ଭାଇ ଭଉଣୀମାନଙ୍କ ରହିଅଛି।
ମାତ୍ର ଯେଉଁ ସମୟରେ ଆମେ ବଶୀଭୂତର ଜୀବନ ଯାପନ କରିବା, ପ୍ରଭୁ ଯୀଶୁଖ୍ରୀଷ୍ଟ ପିତା ଈଶ୍ୱରଙ୍କର ବଶୀଭୂତ ଥିଲେ। ଯେକୌଣସି ସ୍ଥାନକୁ ଯିବା ପାଇଁ ପିତା ପରମେଶ୍ୱର ତାଙ୍କୁ କହୁଥିଲେ, ସେ ଆଜ୍ଞାବହ ହୋଇ ସେହି ସ୍ଥାନକୁ ଯାଉଥିଲେ। ଯାହା କରିବା ନିମନ୍ତେ ପରମେଶ୍ୱର କହୁଥିଲେ ତାହା ସେ କରୁଥିଲେ। ଆଜି ଯଦି ଦୁଷ୍ଟ ଆତ୍ମା, ମନ୍ଦ ଆତ୍ମା ଆମ ସହିତ ନ ରୁହନ୍ତୁ, ଆମଠୁ ଛାଡ଼ି ଦୂରକୁ ଚାଲିଯାଆନ୍ତି, ଆମମାନଙ୍କର ପରିବାର ଗୋଟେ ଦୁଷ୍ଟ ଆତ୍ମା ମୁକ୍ତ ପରିବାର ହେଉ, ଏହା ହେଲେ ଆମମାନେ ଅଧିକାରର ବଶୀଭୂତ ହେବାର ଶିଖିବାର ଆବଶ୍ୟକ ରହିଛି। ଅନେକ ଜଣ କହନ୍ତି ମୁଁ ପରମେଶ୍ୱରଙ୍କର ବଶୀଭୂତ, ମୁଁ ଆଉ କାହାର ବଶୀଭୂତ ହେବା ପାଇଁ ମୁଁ ଚାହୁଁନାହିଁ। ଏହି ପ୍ରକାର କଥା ଗୁଡ଼ିକ ଲୋକମାନେ କହନ୍ତି। ପ୍ରିୟମାନେ, ରୋମିଓ 13 ଅଧ୍ୟାୟରେ ଏକ ପଦ ଲେଖାଗଲା ଯେ ଅଧିକାର କେବଳ ସଦାପ୍ରଭୁଙ୍କ ଠାରୁ ଆସେ, ଈଶ୍ୱରଙ୍କ ଠାରୁ ଆସେ, ପରମେଶ୍ୱରଙ୍କ ଠାରୁ ଆସେ। ଏହି ଜଗତରେ ଯେତିକି ଅଧିକାର ପ୍ରାପ୍ତ ବ୍ୟକ୍ତିମାନେ ଅଛନ୍ତି ସମସ୍ତେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବ୍ୟକ୍ତିମାନେ ଅଛନ୍ତି। ସେଥିପାଇଁ ଯେଉଁ ସମୟରେ ଆମମାନେ ବଶୀଭୂତ ହେବା, ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ 33 ବର୍ଷ 6 ମାସ ଏହି ପୃଥିବୀ ପୃଷ୍ଠରେ ରହିଲେ, ପ୍ରତ୍ୟେକ ସମୟରେ ସେ ବଶୀଭୂତର ଜୀବନଯାପନ କଲେ। ବଶୀଭୂତ ଆମେ ଅନେକ ସମୟରେ ଭାବୁ ବଶୀଭୂତ ହେବା ଗୋଟିଏ ଅପମାନଜନକ, ବଶୀଭୂତ ହେବା ଗୋଟିଏ ଛୋଟ ଲୋକର କାମ। ଆମେ ଲୋକଙ୍କୁ ବଶୀଭୂତ କରିବା, ଆମେ ଲୋକଙ୍କ ଉପରେ କର୍ତ୍ତୃତ୍ୱ କରିବା, କାହାର ବଶୀଭୂତ ଆମେ କାହିଁକି ହେବା? ଏହି ପ୍ରକାର ଅନେକ ଲୋକମାନଙ୍କର ମନୋଭାବନା। ସେଥିପାଇଁ ସେମାନଙ୍କ ପାଖରେ ଶକ୍ତି ନାହିଁ, ସାମର୍ଥ୍ୟ ନାହିଁ। ଦୁଷ୍ଟ ଆତ୍ମା ସେମାନଙ୍କୁ ଦେଖିଲେ ଡରେ ନାହିଁ, ଭୟ କରେ ନାହିଁ। ସେ ପାଉଲଙ୍କୁ ଦେଖି ଭୟ କରୁଥିଲା, ପିତରଙ୍କୁ ଦେଖି ଭୟ କରୁଥିଲା। ପିତର ପଦେ କଥା କହିଲେ ଦୁଷ୍ଟ ଆତ୍ମା ପଳାଇ ଯାଉଛି। ଯେଉଁ ସମୟରେ ପ୍ରିୟମାନେ ଆମେ ଦେଖୁଛୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପଦେ କଥାରେ ଦୁଷ୍ଟ ଆତ୍ମା, ମନ୍ଦ ଆତ୍ମା ମାନେ ଛାଡ଼ି ଚାଲି ଯାଉଥିଲେ। ସେଥିପାଇଁ ଯଦି ଆମେ ବଶୀଭୂତର ଜୀବନଯାପନ କରିବା, ସେବା ନାମକ ଯାଜକଙ୍କର ପୁଅମାନେ ସେମାନେ ମଧ୍ୟ ଭୂତ ଛଡ଼ାଇବା ପାଇଁ ଗଲେ, ମାତ୍ର ସେଇ ଭୂତ ଗଲା ନାହିଁ। ସେଇ ଭୂତ ଉଲ୍ଟା ସେମାନଙ୍କ ଉପରେ ଡେଇଁ ପଡ଼ି ସେମାନଙ୍କୁ ହଇରାଣ କରିଛି। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ଅନୁଗ୍ରହ କରନ୍ତୁ ଯେ ଆମେ ଯେକୌଣସି କ୍ଷେତ୍ରରେ ଆମେ ଅଛୁ, ସ୍କୁଲରେ, କଲେଜରେ, ଅଫିସରେ, ଘରେ, ଚର୍ଚ୍ଚରେ, ଆମେ ବଶୀଭୂତର ଜୀବନଯାପନ କରିବାର ଆବଶ୍ୟକ ରହିଅଛି। ଯେଉଁ ସମୟରେ ଆମେ ବଶୀଭୂତର ଜୀବନଯାପନ କରିବା, ସେହି ସମୟରେ ଅସାମାନ୍ୟ ବିଷୟ ଗୁଡ଼ିକ ଆମମାନଙ୍କ ଜୀବନରେ ହେବ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରତ୍ୟେକ ସମୟରେ ପିତା ଈଶ୍ୱରଙ୍କର ବଶୀଭୂତ ହୋଇ ସେ ଜୀବନଯାପନ କରୁଥିଲେ। ସେ ସ୍ୱୟଂ ପରମେଶ୍ୱର ଅଟନ୍ତି, ହେଲେ ମଧ୍ୟ ସେ ଅଧୀନତା ସ୍ୱୀକାର କରୁଥିଲେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଅନୁଗ୍ରହ କରନ୍ତୁ। ଆମେ ଯେକୌଣସି ବିଷୟ, ଯେକୌଣସି କ୍ଷେତ୍ରରେ ଥିବା ଆମେ ବଶୀଭୂତ ହେବା ଶିଖିବା। ପରମେଶ୍ୱର ଆମମାନଙ୍କୁ ସେ ପ୍ରେମ କରୁଛନ୍ତି, ସେଥିପାଇଁ ଆମମାନଙ୍କୁ ସେସବୁ ଅଧିକାର ଗୁଡ଼ିକ ଦେଇଛନ୍ତି, ଜାଣିବା ପାଇଁ ଦେଇଛନ୍ତି। ସ୍ୱର୍ଗର ପରମେଶ୍ୱରଙ୍କ ଧନ୍ୟବାଦ ହେଉ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ, ପ୍ରଶଂସା କରୁଛୁ, ଗୌରବ କରୁଛୁ। ତୁମେ ଆମମାନଙ୍କୁ ପବିତ୍ର ଆତ୍ମା ଦେଇଛ, ତୁମେ ଆମମାନଙ୍କୁ ଦୁଷ୍ଟ ଆତ୍ମା, ମନ୍ଦ ଆତ୍ମା ତୁମେ ଦେଇନାହ। ଆମେ ତୁମକୁ ଧନ୍ୟବାଦ ଉପରେ ଧନ୍ୟବାଦ, ଧନ୍ୟବାଦ ଉପରେ ଧନ୍ୟବାଦ କରୁଛୁ। କାରଣ ତୁମେ ମହାନ ପରମେଶ୍ୱର ହେଇ ମହାନ କାର୍ଯ୍ୟ ଗୁଡ଼ିକ ତୁମେ ଆମମାନଙ୍କ ଜୀବନରେ ସାଧନ କରିଛ। ପ୍ରଭୁ ଧନ୍ୟବାଦ ଦେଉଛୁ ଆଜିର ଏହି ସୁନ୍ଦର ସମୟ ପାଇଁ। ବାକ୍ୟ ମାଧ୍ୟମରେ ତୁମେ ଆମମାନଙ୍କ ସହିତ କଥାବାର୍ତ୍ତା ହେଇଛ। ତୁମ ନାମର ଗୌରବ ପ୍ରଶଂସା ହେଉ। ଏହି ପ୍ରକାର ସଦା ସର୍ବଦା ତୁମ ପବିତ୍ର ବାକ୍ୟ ଦ୍ୱାରା ଆମ ସହିତ କଥାବାର୍ତ୍ତା ହୁଅ ବୋଲି ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ। ଆମେନ୍, ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଦୟା ଅନୁଗ୍ରହ କରନ୍ତି। ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।